ହେଉଛି ଫେବୃଆରୀ 28 ତାରିଖ 2025 ମସିହା। ଆଜି ହେଉଛି ଜାତୀୟ ବିଜ୍ଞାନ ଦିବସ। ଏହି ଜାତୀୟ ବିଜ୍ଞାନ ଦିବସରେ ଆମ ସରକାରୀ ଉପ୍ରା ବିଦ୍ୟାଳୟ ଲିଙ୍ଗରାକଠାର ଛାତ୍ରଛାତ୍ରୀମାନେ ସୁନ୍ଦର ରୂପେ ବିଜ୍ଞାନର ପରିବେଷଣ କରିବେ ଏବଂ ବିଭିନ୍ନ ପ୍ରକାର କୃତି ଜିନିଷ ସବୁ ଧରିକି ଆସନ୍ତି, ଯେମିତି ଗଛ, ପଶୁପକ୍ଷୀ ଏବଂ ବିଭିନ୍ନ ପ୍ରକାର ବିଜ୍ଞାନ ଉପକରଣ ସବୁ ଧରିକି ଆସନ୍ତି। ସେହି ବିଷୟରେ ସେମାନେ ପ୍ରେଜେଣ୍ଟ କରିବେ। ବର୍ତ୍ତମାନ ଚାଲନ୍ତୁ ଆମେ ସେହି କାର୍ଯ୍ୟକ୍ରମ ଉପଲବ୍ଧି କରିବା। ଧନ୍ୟବାଦ। ବିଜ୍ଞାନ ଦିବସ ଆଜି ହେଉଛି ଫେବୃଆରୀ 28 ତାରିଖ। ମୋ ନାଁ ଆଦ୍ୟାଶା ପ୍ରିୟଦର୍ଶିନୀ ବେହେରା। ଏହା ଏକ ଉଦ୍ଭିଦର ବିଭିନ୍ନ ଅଂଶ ରହିଛି। ପତ୍ର, ଫଳ, କାଣ୍ଡ, ଚେର, ଫୁଲ। ମାଟି ତଳୁ ଜଳ ଖଣିଜ ସଂଗ୍ରହ କରି କାଣ୍ଡକୁ ପଠାଏ। କାଣ୍ଡ ସେହି ଜଳ ଖଣିଜ ଲବଣ ପତ୍ରକୁ ପଠାଏ। ପତ୍ର ସୂର୍ଯ୍ୟାଲୋକ ଉପସ୍ଥିତିର ଖଣିଜ ଲବଣ ସାହାଯ୍ୟରେ ଖାଦ୍ୟ ପ୍ରସ୍ତୁତି କରେ। ଏହାକୁ ଆଲୋକରେ ପତ୍ର ଗଛ ବିଭିନ୍ନ ଅଂଶକୁ ପଠାଏ ଓ ସଞ୍ଚୟ ରଖେ। ମୂଳ ମଧ୍ୟ ମାଟିକୁ ଜାବୁଡ଼ି ରଖେ, ଯାହା ଫଳରେ ଗଛ ସିଧା ବଢ଼େ। କାଣ୍ଡ ଅନୁସାରେ ଗଛ ଦୁଇ ପ୍ରକାର, ଯଥା ସବଳ କାଣ୍ଡ ଓ ଦୁର୍ବଳ କାଣ୍ଡ। ସବଳ କାଣ୍ଡ ଯେଉଁମାନଙ୍କର ସବଳ କାଣ୍ଡ ଓ ଦୁର୍ବଳ କାଣ୍ଡ। ସବଳ କାଣ୍ଡ ଯେଉଁମାନଙ୍କର କାଣ୍ଡ ସୁଦୃଢ଼, ଉଦାହରଣ ଆମ୍ବ ଗଛ, ପଣସ ଗଛ। ଦୁର୍ବଳ କାଣ୍ଡ ଯେଉଁ ଗଛମାନଙ୍କର କାଣ୍ଡ ଦୁର୍ବଳ, ସେମାନେ ଅନ୍ୟ ସହାୟତାରେ ଉପରକୁ ବଢ଼ନ୍ତି, ଉଦାହରଣ କଖାରୁ, କଦଳୀ। ପୃଥିବୀର ବହୁତ ସାରା ପକ୍ଷୀ ବାସ କରନ୍ତି, ଯଥା କାଉ, ପାରା, ମୟୂର, ଚିଲ ଇତ୍ୟାଦି। ପକ୍ଷୀମାନଙ୍କର ଶରୀର ହାଲୁକା ହୋଇଥିବାରୁ ସେମାନେ ଆକାଶରେ ଉଡ଼ି ପାରନ୍ତି। ପକ୍ଷୀମାନଙ୍କର ଆଗ ଗୋଡ଼ ଦୁଇଟି ଡେଣାରେ ପରିଣତ ହୋଇଛି। ପକ୍ଷୀମାନଙ୍କର ଡେଣା ପାଖରେ ଥିବା ମାଂସପେଶୀ ମଧ୍ୟ ପକ୍ଷୀମାନଙ୍କୁ ଉଡ଼ିବାରେ ସାହାଯ୍ୟ କରେ। ପକ୍ଷୀମାନେ ନିଜର ଥଣ୍ଟରେ ନିଜ ଖାଦ୍ୟ ଖାଇଥାନ୍ତି। ପକ୍ଷୀମାନେ ନିଜର ବସା ନିଜେ ତିଆରି କରିଥାନ୍ତି। ପକ୍ଷୀମାନଙ୍କ ଏଥିପାଇଁ ସେ ନଡ଼ା, କାଠି, କୁଟା, ପଥର ଇତ୍ୟାଦି ନିଜର ଥଣ୍ଟ ଓ ଗଛ ଗୋଡ଼ ସାହାଯ୍ୟରେ କରନ୍ତି। ସେମାନେ ନିଜର ବସା ଗଛର କରଡ଼ ଡାଳରେ ପ୍ରସ୍ତୁତ କରନ୍ତି। ମୋ ନାଁ ରାନୀ ବେହେରା। ମୁଁ ସପ୍ତମ ଶ୍ରେଣୀର ଛାତ୍ରୀ ଅଟେ। ମୁଁ ସୁନର ମୂଲ୍ୟ ବିଷୟରେ ଗୋଟିଏ ଛୋଟ ଗପଟିଏ କହିବି। ଥରେ ଗୋଟିଏ ମହାନ ଗଣିତଜ୍ଞ ସଭା ବସାଇଥିଲେ। ସେହି ସଭାରେ ସମସ୍ତେ ଯୋଗ ଦେଇଥିଲେ, କିନ୍ତୁ ସୁନକୁ ଛାଡ଼ିଦେଇ। ଗଣିତଜ୍ଞ ପଚାରିଲେ, ସୁନ କୁଆଡ଼େ ଗଲା? ସୁନ କୁଆଡ଼େ ଯାଇଥିଲା କେହି ବି ଜାଣିନଥିଲେ। ତେଣୁ ଗଣିତଜ୍ଞ ସବୁ ସଂଖ୍ୟାମାନଙ୍କୁ ଆଦେଶ ଦେଲେ କି ଯାଅ, ସୁନକୁ ଖୋଜି ଆଣ। ସବୁଆଡ଼େ ଖୋଜି ସାରିଲା ପରେ ସୁନର ସନ୍ଧାନ ମିଳିଲା। ସେ ଗୋଟିଏ ଗଛ ପଛପଟେ ଲୁଚି ରହିଥିଲା। ଗଣିତଜ୍ଞ ତାକୁ ଦେଖି ପଚାରିଲେ, କିରେ ତୁ କାହିଁକି ଗଛ ପଛପଟେ ଲୁଚି ରହିଛୁ? ସୁନ ଭୋ କରି କାନ୍ଦି କହିଲା, ମୋର କିଛି ମୂଲ୍ୟ ନାହିଁ, ମୋତେ କେହି ଖାଇବାକୁ ଧରୁନାହାନ୍ତି। ଏହା ମୋତେ ବହୁତ କଷ୍ଟ ଦିଏ। ଗଣିତଜ୍ଞ କିଛି ସମୟ ଭାବିଲେ ଓ ହସିଲେ। ତାପରେ ସେ ସଂଖ୍ୟା 1କୁ ଡାକିଲେ ଓ ସୁନର ଡାହାଣ ପଟେ ଛିଡ଼ା ହେବା ପାଇଁ କହିଲେ ଓ ଅନ୍ୟ ସଂଖ୍ୟାମାନଙ୍କୁ ପଚାରିଲେ, ବର୍ତ୍ତମାନ କୁହ, ଏହାର ମୂଲ୍ୟ କେତେ? ଅନ୍ୟ ସଂଖ୍ୟାମାନେ ଜୋରରେ କହିଲେ, ଏହାର ମୂଲ୍ୟ 10। ମୂଲ୍ୟ 10। ତେଣୁ ନମ୍ବର 10 ବଢ଼ିଗଲା। ସେ ପୁଣି ଅନ୍ୟ ଏକ ସୁନକୁ ଡାକିଲେ ଓ ପ୍ରଥମ ସୁନର ବାମ ପଟେ ଛିଡ଼ା ହେବା ପାଇଁ କହିଲେ। ପୁଣି ସେ ଅନ୍ୟ ସଂଖ୍ୟାମାନଙ୍କୁ ପଚାରିଲେ, ଏହାର ମୂଲ୍ୟ କେତେ କୁହ? ଅନ୍ୟ ସଂଖ୍ୟାମାନେ ଜୋରରେ କହିଲେ, ଏହାର ମୂଲ୍ୟ 100। ମୂଲ୍ୟ 100 ବଢ଼ିଗଲା। ସୁନ ହିରୋ ହୋଇଗଲା। ଏହି ଗପର ଅର୍ଥ ଏହା କି ଆମେ ଯଦି ଏକାଠି ରହିବା ତେବେ ଆମର ମୂଲ୍ୟ ବଢ଼ିଯିବ। ଏ ଦୁନିଆରେ ସମସ୍ତେ ନିଜର ମୂଲ୍ୟ ରଖିଥାନ୍ତି, ତେଣୁ ଆମେ ସମସ୍ତଙ୍କୁ ସମ୍ମାନ ଦେବା। ଧନ୍ୟବାଦ। ମୋ ନାଁ ଆଦ୍ୟାଶା ପ୍ରିୟଦର୍ଶିନୀ ବେହେରା। ମୁଁ 7ମ ଶ୍ରେଣୀର ଛାତ୍ରୀ ଅଟେ। ମୁଁ ଗୋଟିଏ ଛୋଟ ଗପ କହିବି। ସଂଖ୍ୟା କିପରି ଜାଣିବା? ଆରବ ଦେଶରେ ଜଣେ ଯୁବକ ରହୁଥିଲେ। ସେ ମରୁଭୂମିର ବାଲି ପାହାଡ଼ ଉପରେ ବସି ଆକାଶରେ ଉଡ଼ି ଯାଉଥିବା ଚଢ଼େଇମାନଙ୍କ ସଂଖ୍ୟା ଗଣୁଥିଲେ। ସେହି ବାଟ ଦେଇ ଜଣେ ଲୋକ ଅଟୋରେ ଯାଉଥିଲା। ଦେଖିଲା ଯେ ଯୁବକଟି ଆକାଶରେ ଉଡ଼ି ଯାଉଥିବା ଚଢ଼େଇମାନଙ୍କୁ ଗଣି ବାଲି ପାହାଡ଼ ଉପରେ ସେହି ସଂଖ୍ୟାଗୁଡ଼ିକୁ ଲେଖୁଥିଲେ। ସେ ଅଟୋରୁ ଓହ୍ଲାଇ ଆସି କହିଲେ, ତୁମେ ଏହା କିପରି କରିପାରୁଛ? ସେ କହିଲେ, ମୁଁ ଗୋଟିଏ ଧନୀ ଘରେ
ମେଣ୍ଢା ପାଳକ ଥିଲି। ସେଠୁ ମୁଁ ପ୍ରତିଦିନ ମେଣ୍ଢା ଗଣେ ଓ ସେଠୁ ମୁଁ ସଂଖ୍ୟା ଗଣି ଶିଖିଲି। ସେ କହିଲେ, ତୁମେ ମୋ ସହିତ ଆସ, ମୁଁ ତୁମକୁ ଗୋଟିଏ ଭଲ ଚାକିରି ଦେବି। ସେମାନେ ଦୁଇଜଣ ଅଟୋରେ ବସି ରାଜାଙ୍କ ପାଖକୁ ଗଲେ। ବାଟରେ ଗଲାବେଳେ ଦେଖିଲେ ଯେ ତିନି ଭାଇ ମାଡ଼ ହେଉଛନ୍ତି, ଝଗଡ଼ା କରୁଛନ୍ତି ଓ ତାଙ୍କ ପାଖରେ 35ଟି ଅଟୋ ଛିଡ଼ା ହୋଇଛନ୍ତି। ସେମାନେ ତାଙ୍କ ନିଜ ନିଜ ମଧ୍ୟରେ ଭାଗ କରିବାକୁ ଝଗଡ଼ା କରୁଥିଲେ। ତାଙ୍କ ବାପା ମରିଯାଇଥିଲେ। ତାଙ୍କ ବାପା ମରିବା ପୂର୍ବରୁ ଏକ ସର୍ତ୍ତ କହିଥିଲେ ଯେ ବଡ଼ ପୁଅ 35ଟି ଅଟୋରୁ ଅଧା ଅଟୋ ନେବ ଓ ସାନ ପୁଅ 3 ଭାଗରୁ ଭାଗେ ନେବ ଓ ମଝିଆ ପୁଅ 9 ଭାଗରୁ ଭାଗେ ନେବ। ତାଙ୍କ ପାଖରେ ତ 35ଟି ଅଟୋ ଥିଲା। ସେମାନେ କିପରି ଭାବିବେ? ସେମାନେ ଚିନ୍ତିତ ପଡ଼ିଗଲେ ଓ ବଡ଼ ପୁଅକୁ 35ଟି ଅଟୋରୁ ଅଧା ମାନେ 17ଟି ଅଟୋ ପାଇଗଲା ଓ ସାନ ପୁଅ 3 ଭାଗରୁ ଭାଗେ ମାନେ ତାକୁ 12ଟି ଅଟୋରୁ କମ୍ 35ଟି ଅଟୋରେ ସେ ଅଟୋକୁ ମିଶିଦେଲେ। ବର୍ତ୍ତମାନ ଏବେ 36ଟି ଅଟୋ ହେଇଗଲା। ବଡ଼ ପୁଅକୁ 35ଟି ଅଟୋରୁ 17ଟି ଅଟୋ ମିଳିଗଲା। 17ଟି ଅଟୋ ପାଇବାର ଥିଲା, ତାକୁ 18ଟି ଅଟୋ ପାଇଗଲା ଓ ମଝିଆ ପୁଅକୁ 3 ଭାଗରୁ ଭାଗେ ମାନେ 12ଟି ଅଟୋରୁ କମ୍ ପାଇବାର ଥିଲା, ତାକୁ 12ଟି ଅଟୋ ପାଇଗଲା। ସେ ମଧ୍ୟ ବହୁତ ଖୁସି ହେଇଗଲା। ସାନ ପୁଅକୁ 4 ଭାଗରୁ 9 ଭାଗରୁ ଭାଗେ ମାନେ 4ଟି ଅଟୋରୁ କମ୍ ପାଇବ, ତାକୁ 4ଟି ଅଟୋ ମିଳିଗଲା। ସେ ମଧ୍ୟ ବହୁତ ଖୁସି ହେଇଗଲା। ସେହି ଯୁବକ ଜଣକ ପାଖରେ କିଛି ଅଟୋ ନଥିବାରୁ ତାକୁ ମଧ୍ୟ ଗୋଟିଏ ଅଟୋ ମିଳିଗଲା। ସେ ମଧ୍ୟ ବହୁତ ଖୁସି ହେଇଗଲା। ଏବେ 18, 12, 4କୁ ମିଶିଦେଲେ 34ଟି ଅଟୋ, ଗୋଟିଏ ଅଟୋ ବଳକା ରହିଗଲା। ଏହା ଗଣିତର ଜାଦୁ ଥିଲା। ବିନା ପରିଶ୍ରମରେ ଯୁବକ ଜଣକୁ ଗୋଟିଏ ଅଟୋ ପାଇଗଲା। ସେମାନେ